ଇଏ ହଉଛି ସବୁଠୁ ମୂଳ ଜିନିଷ। अर्थात एकाग्रता लक्ष्य आपण जेमती कहले जे लय पूरा पूरी परफेक्ट थिला एवं दुई जन को जोड़ी मध्य बेस साथ देला निहाती भाବରେ ଦେଲା। ସେଟା କଥା ହଉଛି ତାଳମେଳର କଥା। ଯୋଉ ରାଉଣ୍ଡ ରେ ଗୋଟେ ରାଉଣ୍ଡ ରେ ଯଦି ସାଥୀ ଖେଳାଳି ଟିକେ ଉଣା ହେଲା ସେଠି ଆର ଖେଳାଳିର ଦାୟିତ୍ୱ ହୁଏ ବା ସେ ତାକୁ ନିଜର ଦାୟିତ୍ୱ ଭାବରେ ନିଏ ଯେ ମୁଁ ଏଥିରେ ବେଟର କରିକି ତାକୁ ଜିତେଇ ଦେଇପାରିବି। ଏଇ ତ ହଉଛି କଥା। ଏଇ ତ ହଉଛି ସମନ୍ୱୟର କଥା, ଏଇ ତ ହଉଛି ତାଳମେଳର କଥା, ଏଇ ତ ହଉଛି ସାଥିରେ ଖେଳିବାର କଥା, ଏଇ ତ ହଉଛି ଟିମ ର କଥା, ଏଇଠି ହଉଛି ମିକ୍ସ ଟିମ ର ମାଦକତା। ମୁଁ କହିବି ଯେ ଆଉ ଗୋଟେ ଜିନିଷ ମଧ୍ୟ ଆମେ ମନୁଙ୍କର ଏଇ ସଫଳତା ଭିତରେ ମଧ୍ୟ ଟିକେ ହକିର ଆଜି ଗୋଟିଏ ମ୍ୟାଚ୍ ଅଛି ଆୟାରଲାଣ୍ଡ ବିପକ୍ଷରେ ଭାରତୀୟ ହକି ଦଳ ଖେଳିବ ଆଉ କିଛି ଘଣ୍ଟା ପରେ। ସିଏ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହବା ପାଇଁ ଯାଉଛି କାରଣ ଆକୁ ଗୋଟେ ଭଲ ମାର୍ଜିନରେ ଜିତିବାକୁ ପଡିବ। ଠିକ ଅଛି ଆମେ 4 ପଏଣ୍ଟ ନେଇକି ସୁବିଧାଜନକ ସ୍ଥିତିରେ ରହିଛେ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଯିବା ସକାଶେ, କିନ୍ତୁ ପ୍ରଥମ 2ଟି ମ୍ୟାଚ୍ ସେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ହଉ କିମ୍ବା ସେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍ ହଉ ଭାରତୀୟ ହକି ଦଳର ପ୍ରଦର୍ଶନ ଦୁଃଖ ଦେଲା ଭଳି ଆଶଙ୍କା କଲା ଭଳି ଲୟ ନାହିଁ, ଆଟାକ୍ ନାହିଁ, ସ୍କୋର କରିପାରୁନାହାନ୍ତି, ଭିତରେ ତାଳମେଳ ନାହିଁ, ମିଡଫିଲ୍ଡ ରୁ ବଲ୍ ଯାଉନାହିଁ, ଆଟାକର ମାନେ ସୁଯୋଗ ପାଉନାହାନ୍ତି, ବନେଇ ପାରୁନାହାନ୍ତି ମାହୋଲ। ସେ ମନ୍ଦୀପ କିନ୍ତୁ ଆୟାରଲାଣ୍ଡ ସହିତ ମ୍ୟାଚ୍ ଯେ ପୁରା ଭଲ ହଉ ଏ ତ ଆମେ ସମସ୍ତେ ଆଶା ରଖିବା ସହିତ ମହାପାତ୍ର ଏହା ସହିତ ବକ୍ସିଂ ଉପରେ ମଧ୍ୟ ନଜର ରହିଛି। ବକ୍ସିଂ ରେ ଆସନ୍ତାକାଲି ନିଖତ ଜରିନଙ୍କର ନକଆଉଟ ମ୍ୟାଚ୍ ଆରମ୍ଭ ହଉଛି। ଆଜି ମଧ୍ୟ ମ୍ୟାଚ୍ ଅଛି କିନ୍ତୁ ଆସନ୍ତାକାଲିର ମ୍ୟାଚ୍ ନିଖତ ଜରିନଙ୍କର ଯୋଉ ମ୍ୟାଚ୍ ରହିଛି ସେ ନକଆଉଟ ମ୍ୟାଚ୍ ହେବା ପାଇଁ ଯାଉଛି। ତେଣୁ ଲଭଲିନା ଆସନ୍ତାକାଲି ଖେଳିବେ ନକଆଉଟ ମ୍ୟାଚ୍, ଯିଏକି ଗତ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ, ତାଙ୍କଠାରୁ ଲଗାତାର ଦ୍ୱିତୀୟବାର ପଦକ ଜିତିବାର ଆଶା ରହିଛି। ତେଣୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଆସନ୍ତାକାଲି ତାଙ୍କ ମ୍ୟାଚ୍ ଯଦି ଖରାପ ଯାଏ ତାହେଲେ ସେ ଓହରି ଯିବେ। ତେଣୁ ଆସନ୍ତାକାଲି ମଧ୍ୟ ନିଖତ ଜରିନଙ୍କ ପାଖରୁ ଲଭଲିନାଙ୍କ ପାଖରୁ ଗୋଟେ ବଡ ରହିଛି କଥା, ତା ସହିତ ଚିରାଗ ଏବଂ ଅନ୍ୟମାନେ ଅଛନ୍ତି। ଆଉ ମନିକା ବାତ୍ରା ଦେଖନ୍ତୁ ଇଏ ମହିଳାଙ୍କ ସମୟ ଭାରତୀୟ ଖେଳ ଦୁନିଆରେ ଅଲିମ୍ପିକ ଇତିହାସରେ ଦେଖନ୍ତୁ ପ୍ରଥମ ମହିଳା ଭାବରେ ମନିକା ବାତ୍ରା ରାଉଣ୍ଡ ଅଫ୍ 16 କୁ ଯାଇଛନ୍ତି ଟେବୁଲ ଟେନିସ କ୍ଷେତ୍ରରେ। ସେ ଗତକାଲି ଭାରତୀୟ ବଂଶୋଦ୍ଭବ ପାଭାଡେଙ୍କୁ ପରାଜିତ କରିଥିଲେ ଟେବୁଲ ଟେନିସରେ। ମନିକା ବାତ୍ରା ଜଣେ ଭାରତୀୟ ଆଉ ଜଣେ ଭାରତୀୟ ଖେଳାଳିଙ୍କ ବିପକ୍ଷରେ ଲଢୁଥିଲେ। ପୁଡୁଚେରୀ ସହ ସମ୍ପର୍କ ରଖୁଥିବା ପାଭାଡେଙ୍କ ସହିତ ମ୍ୟାଚ୍ ଖେଳୁଥିଲେ ମନୁ ବାତ୍ରା ଜିତିଛନ୍ତି। ଇଏ ପ୍ରଥମ ଘଟଣା ଯେ ଟେବୁଲ ଟେନିସରେ ଭାରତୀୟ ମହିଳା ରାଉଣ୍ଡ ଅଫ୍ 16 କୁ ଅଲିମ୍ପିକ୍ସର ସିଙ୍ଗିଲ୍ସରେ ପ୍ରବେଶ କରିଛନ୍ତି। ତେଣୁ ମନିକାଙ୍କ ପାଖରୁ ମଧ୍ୟ ଆଶା ରହିଛି ଟଫ୍ ହେଇପାରେ, ଲଭଲିନାଙ୍କ ପାଖରୁ ଆଶା ରହିଛି। ଆଉ ମନୁ ଯଦି ହ୍ୟାଟ୍ରିକ୍ ଆପଣ କରନ୍ତି ଆମେ ପ୍ରାର୍ଥନା କରୁଛୁ ଠାକୁରଙ୍କ ପାଖରେ ଏବଂ ଆପଣଙ୍କ ଲୟ ବଜାୟ ଦେବ ରାପିଡ ଫାୟାର। ବାରंबार मनु कथा आलोचना परिसर को एथपाई आसुची जे मनु इतिहास पर इतिहास रचिछंती। या सहित आगो को तृतीय मेडल मध्ये हमें ताका थारु निहाती आशा करिबा काहेकि ना आम मनोबल को मनु आहुरी दृढ़ कर देइछंती। आमे आम मन बनै सारछु जे मनु तृतीय मेडल भी आनिबे, किंतु आपनको लागुची जे ये आगामी जो माने सुजो मानकु जो माने ओलंपिक्स रे खेलिबा पई जो मानकर स्वप्न सेमानक पई एक बड़ प्रेरणा मनु वर्तमान तैयारी कर दैछंती एवं शूटिंग रे गोटे नुआ जुग आरंभ होबा पई जाउची कि पुणी थरे आमे शूटिंग रे भलो प्रदर्शन ये बेठु आरंभ होला कि ये नुआ जुग नुआ मु कहबी जे एक नवजागरण भारतीय शूटिंग रे आनिबो। आपण देखिबे आ परठारु एई संगे संग सारा भारत रे माँ बापा माने शूटिंग रे खेलाड़ी मानकु दवा पई चाहिबे, मनुक परि करिया पई चाहिबे। ये गोटे बड़ आंदोलन बड़ विप्लव भारतीय क्रीडा दुनिया रे दबो। जेमति साइना नेहवाल लंडन रे जितिला परे ब्रोंज पदक बैडमिंटन एक विराट आंदोलन सृष्टि है जो सिंधु अन्य मैंने आसिले सिंधु को देखिकी हजार हजार भारतीय खेलाड़ी बैडमिंटन रे ना करने आगे जमी जड़े जड़े बड़ बड़ तारका बड़ मंच भल प्रदर्शन नवजागरण आने जमी आपे नीरज चोप्रा एथलेटिक्स प्रति गोटे धारणा परिवर्तन है। समस्ते एथलेटिक्स प्रति जावाई आग्रह प्रकाश कले। तेणु ये एक सुजोग मोड़ बदल देवार सुजोग कारण आपण से कष्टपूर्ण यात्रा मनु भाकर घरिका कारण आप शूटिंग रे आप जानते ये दलगत क्रीड़ा नुहे आप मिक्स डबल्स रे खेलिबे एका एका संघर्ष एका करेंगे एका आपण जो शूटिंग रेंज भीतर को जीवे केवल आपण आपण अस्त्र आउ कहीं आपण पाखे ना आपण कोच दूर रही आपण पाखापाखि कहीं पहुंचे ता भीतर आप मन केते प्रकार कथा चलुव से सब कथा को काटिकी सहित जो आप देखुवे जो 19-20 आप अच्छा आहा मोर भूल हो कि मु कटिजी कि पर सर्ट मु हैरान हो से कथा मन भर आसुव ये स्वाभाविक कथा ताकू रोकिकी से कथा को आसवाक न देकरी
ପାରିପାର୍ଶ୍ୱିକ ଅବସ୍ଥାକୁ ଭୁଲିକିରି ଆପଣ ମେସିନ ଠିକ ଅଛି ନା ନାଇଁ ଆପଣ ବନ୍ଧୁକ ତାରି ଉପରେ ଆପଣ ଫୋକସ ଦେଇକି ଟାର୍ଗେଟ କେବଳ এবং লাগুছে শুধু মহাপাত্র যে মনুঙ্ক সেই মন্ত্রা যাহা সে ব্যক্তিগত ইভেন্ট পরে কহিলে ব্রোঞ্জ মেডাল পরে যে মু ফলরে নুহে কর্মরে বিশ্বাস করে এবং ভগবত গীতার সেই বাণী সে কহিলে ইয়ে মনুঙ্ক মন্ত্রা এই মিক্সড ইভেন্ট রে বি কাম দেইছি ନିହାତି ଭାବରେ ଦେଇଛି ଗୋଟିଏ ଭାବନ୍ତୁ ଜଣେ କମ ବୟସର ଯୁବତୀ ନିୟମିତ ଭାଗବତ ଆମର ଗୀତା ପାଠ କରିବା ଏବଂ ମହାପ୍ରଭୁ ଭଗବାନ କୃଷ୍ଣଙ୍କର ସେ ବାଣୀ ଯେ ତୁମେ କେବଳ କର୍ମ କରି ଚାଲ ତୁମ ହାତରେ ତମର ପୁଣ୍ୟ ମିଳିବାର କଥା ଯଦି ଥିବ ମିଳିବ ତୁମେ କେବଳ ତମ କାମ ହେଲା କର୍ମ କରିବା କଥା ଫଳର ଆଶା ନ ରଖିକି ଏଇ ଯୋଉ ବଡ ବାକ୍ୟକୁ ନିଜ ମନ ଭିତରେ ଦୃଢତାର ସହିତ ରଖିକି କାରଣ ପ୍ରତି ପାଦରେ ବିଫଳତା ସବୁବେଳେ ସଫଳତା ମିଳେ ନାହିଁ ଖେଳାଳି ମାନଙ୍କୁ ବିଫଳତା ମିଳେ ବିଫଳତା ଭିତରେ ମଧ୍ୟ ଶାନ୍ତ ରହିବା ବିଫଳତା ବେଳେ ମଧ୍ୟ ନିଜେ ନିଜକୁ ପ୍ରକୃତିସ୍ଥ କରି ରଖିବା ଅନ୍ୟ ଲଢେଇ ସକାଶେ ଇଏ ଅନେକ ବାର ମନୁ କରିଛନ୍ତି ମୁଁ ସେଥିପାଇଁ କହେ ଯେ 3 ବର୍ଷ ତଳର କଥା ଆପଣ ଭାବନ୍ତୁ ଆପଣ ଯଦି 3 ବର୍ଷ ତଳର ମିଡିଆକୁ ଦେଖିବେ 2021ର ଟୋକିଓ ଅଲିମ୍ପିକ୍ସ ପରେ ଯଦି ଆପଣ ଦେଖିବେ ମିଡିଆ ଦେଖିବେ ଭାରତର ଆମେ ମଧ୍ୟ ଲେଖିଛୁ ମୁଁ ମଧ୍ୟ ଲେଖିଛି ଭାରତୀୟ ସୁଟର ମାନଙ୍କ ବିରୁଦ୍ଧରେ ମୁଁ ମଧ୍ୟ ଲେଖିଥିଲି ଯେ କଣ ଆପଣ ଏତେ ଏତେ ଟଙ୍କା ଦିଆଗଲା କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା ମେଡାଲ ରାଉଣ୍ଡକୁ ଆପଣ ମାତ୍ର 2 ଜଣ ଗଲେ ମେଡାଲ ତ ପାଇଲେ ନାହିଁ ଏତେ ଖେଳାଳି 15 ଜଣ ଖେଳାଳି ଆପଣ ଯାଇଛନ୍ତି ଟୋକିଓ ମାତ୍ର 2 ଜଣ ଆପଣ ଗଲେ ମେଡାଲ ରାଉଣ୍ଡକୁ କଣ ଆପଣ କଲେ ତେଣୁ ଆମେମାନେ ମଧ୍ୟ ଲେଖିଥିଲୁ ଆମେମାନେ ମଧ୍ୟ ତାଙ୍କୁ ନିରୁତ୍ସାହିତ କରିଥିଲୁ କିନ୍ତୁ ତାରି ଭିତରେ ମନୁ ଭାକର ଭୁଲି ନଥିଲେ ପରବର୍ତ୍ତୀ ଦାୟିତ୍ୱ ପ୍ରତି ପରବର୍ତ୍ତୀ କର୍ତ୍ତବ୍ୟ ପ୍ରତି ପରବର୍ତ୍ତୀ ତାଙ୍କର ଟାର୍ଗେଟ ପ୍ରତି ଯେ ମୋ ପାଇଁ ଆସୁଛି ପ୍ୟାରିସ ଅଲିମ୍ପିକ୍ସ ଆଉ ମାତ୍ର 3 ବର୍ଷ ରହିଲା ଏ ଯୋଉ 3 ବର୍ଷର ପ୍ରସ୍ତୁତି ଭାବନ୍ତୁ ଆପଣ ମନୁ ଭାକରଙ୍କର ଯୋଉ ପ୍ରସ୍ତୁତି ଗୋଟିଏ ଖେଳାଳି ଏକା ଏକା ଅପମାନକୁ ସହିକି ଗୋଟେ ଲାଞ୍ଛନା ଆପଣ କହିପାରିବେ ତାକୁ ସହିକିରି ପ୍ରସ୍ତୁତ ହବା অর্থাৎ সমালোচনা জিতিবার জিত কু বঢ়াই দেলা মনুঙ্ক পাই ନିଶ୍ଚିତ ଭାବରେ ସେଇଥିପାଇଁ କଥା ଆକୁ ସେ ଯୋଉ କଥାକୁ ସମାଲୋଚନାକୁ ଆପଣ ଯଦି ପଜିଟିଭରେ ନେବେ ସକାରାତ୍ମକ ଭାବେ ନେବେ ଯେ ଏଇଟାକୁ ମୁଁ ଶକ୍ତି କରିବି ଏଇଟାକୁ ମୁଁ ପୁଞ୍ଜି କରିବି ଭଲ କରିବା ପାଇଁ ଆସନ୍ତା ଥର ମୁଁ କାହାକୁ ଦେଖେଇବାକୁ ଚାହିଁବିନି ମୁଁ ନିଜ ପାଇଁ ଖେଳିବି ମୁଁ ନିଜ ଶ୍ରେଷ୍ଠ ଆକୁ ପ୍ରତିପାଦିତ କରିବି ବିଶ୍ୱ ମଞ୍ଚରେ ଆଜି ମନୁଙ୍କ ପ୍ରତି କିଏ ପ୍ରଶ୍ନ କରିବ ସେ ବିଶ୍ୱ ମଞ୍ଚରେ ପ୍ରତିପାଦିତ କଲେ କୋରିଆନ ଖେଳାଳି ମାନଙ୍କୁ ପଛରେ ପକେଇକି ଆଉ କଣ ଜଣେ ଓଡିଆ ଭାରତୀୟ ଖେଳାଳି ଆଉ କଣ ସାବ୍ୟସ୍ତ କରିପାରେ ଏ ସାବ୍ୟସ୍ତ କରିବାର ସର୍ବୋଚ୍ଚ ମଞ୍ଚ ହଉଛି ଅଲିମ୍ପିକ୍ସ 203ଟି ଦେଶର 11,000 ଖେଳାଳି ଆସିଛନ୍ତି ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବାକୁ କେତେ ଜଣ ଯିବେ କେତେ ଜଣ ମେଡାଲ ରାଉଣ୍ଡ ଯାଇପାରିବେ କେତେ ଜଣ ମେଡାଲ ଜିତି ପାରିବେ ଆପଣ କହିବେ 99 ଭାଗ ତ ବିଫଳ ହେଇକି ଯିବେ ଘରକୁ ଖାଲି ହାତରେ ଫେରିବେ କିନ୍ତୁ ତାରି ଭିତରେ 2ଟି ମେଡାଲ ଏପର୍ଯ୍ୟନ୍ତ ଯଦି କଥା କହିବେ 2ଟି ମେଡାଲ ଗଳାରେ ଝୁଲେଇକିରି ଆମ ଭାରତୀୟ ଝିଅ ଜଣେ ଜୀବ ପହଞ୍ଚିବ କହିଲା ବେଳକୁ ମୋ ପାଟି ରୁଦ୍ଧ ହେଇଯାଉଛି ମୋ ମନ ଭାବରେ ଇଏ ହେଇଯାଉଛି ଆନନ୍ଦର ଅଶ୍ରୁ ବୋହିବା ଆରମ୍ଭ କରିଛି ଭାବାବେଗରେ ମୁଁ ମଧ୍ୟ ପ୍ରବେଶ କରି ଯାଉଛି ପ୍ରବେଶ କରିବା ଉଚିତ ନୁହେଁ ସାମ୍ବାଦିକ ହିସାବରେ ମୁଁ ପ୍ରବେଶ କରି ଯାଉଛି ଏକ ଅପୂର୍ବ ମୁହୂର୍ତ୍ତ ଆନନ୍ଦଦାୟକ ମୁହୂର୍ତ୍ତ ଯାହାର ସାକ୍ଷୀ ବନିବାର ସୁଯୋଗ ଭଗବାନ ଜଗନ୍ନାଥ ମତେ ଦେଇଛନ୍ତି ମୁଁ ଭାବି ଯେ ଇଏ ଗୋଟେ ମୋଡ ଯୋଉ କଥା ଆପଣ କହୁଥିଲେ ଯେ ମୋଡ ପରିବର୍ତ୍ତନର କଥା ଇଏ ଏକ ବିପୁଳ ବାଣୀ ଭାରତୀୟ ସୁଟିଂ କ୍ଷେତ୍ରରେ ମନୁ ଭାକରଙ୍କ ଏବଂ ଆଶା କରିବା ପ୍ରାର୍ଥନା କରିବା ଯେ ତୃତୀୟ ମେଡାଲ ମନୁ ଭାକରଙ୍କ ପାଖରୁ ଆମେ ପାଇବା ସିଏ ଆଉ ଏକ ବର୍ଷ ମାନେ ସେ ଇତିହାସକୁ ମୁଁ କଳ୍ପନା ମଧ୍ୟ କରିପାରୁନାହିଁ ଭାରତୀୟ ଝିଅ 3ଟି ମେଡାଲ ଯଦି ଜିତିକିରି ଅଲିମ୍ପିକ୍ସରୁ ଫେରନ୍ତି ତୃତୀୟ ଇଭେଣ୍ଟ କେବେ ଅଛି 2 ଦିନ ପରେ ଅଛି ରାପିଡ ଫାୟାର 25 ମିଟର ରାପିଡ ଫାୟାର ପିସ୍ତଲ ମହିଳା ବର୍ଗରେ ଯୋଉଥିରେ କି ମଧ୍ୟ ମନୁ ଯାଉଛନ୍ତି ତେଣୁ ତୃତୀୟ ମେଡାଲର ଆଶା ମଧ୍ୟ ମନୁଙ୍କ ମାଧ୍ୟମରେ ଆମ ସହିତ ରହିବ ଆଜି ମଧ୍ୟ ସର୍ଗରେ ଆରମ୍ଭ ହୋଇଛି ଯୋଗ୍ୟତା ପର୍ଯ୍ୟାୟ ଦେଖିବା ସେଥିରେ ଭାରତୀୟ ଖେଳାଳି ମାନେ ଯୋଉ ଅନ୍ୟ ଖେଳାଳି ମାନେ ରହିଛନ୍ତି ସେମାନେ କେତେ ଭଲ କରୁଛନ୍ତି ସିନ୍ଧୁ ତ ରହିଛନ୍ତି ସିନ୍ଧୁଙ୍କର ଆସନ୍ତାକାଲି ମ୍ୟାଚ୍ ଅଛି ତାଙ୍କର ଗ୍ରୁପ ପର୍ଯ୍ୟାୟରେ ସିନ୍ଧୁଙ୍କ ପାଖରୁ ଚିରାଗ ସେଟ୍ଟି ଆଉ ସାତ୍ୱିକ ସାଇରାଜଙ୍କ ପାଖରୁ ଆଶା ମଧ୍ୟ ଅଛି ମେଡାଲର ଆଉ ନୀରଜ ଚୋପ୍ରା ଆସିବେ ଭାରତୀୟ ଆଥଲେଟ ମାନେ ଆଥଲେଟିକ୍ସ ଦଳ ଆସିନାହିଁ ନିଶ୍ଚିତ ଭାବରେ ସେ ବ୍ୟାଡମିଣ୍ଟନ ହଉ ହକି ହଉ ଜାଭଲିନ୍ ହଉ ବିଭିନ୍ନ ବିଭାଗରେ ପଦକ ଆଶା ତ ଆମ ସମସ୍ତଙ୍କ ପାଇଁ ରହିଛି କିନ୍ତୁ ମନୁ କମାଲ କରିଛନ୍ତି ସରବଜୋତ ସିଂଙ୍କ सह मिसी मिक्स्ड इवेंट रे शूटिंग रे आउ एक पदक ब्रोंज पदक भारत पई आछि एवं ये खुशीर लुह आम आपण आखिर मध्य देखि पारछु एबा आपण सेलिब्रेशन जारी रखि पारिबे सुत महापात्र परवर्ती समय निश्चित भाव में आपण को सह में कथा हबु जदि पुणी एक खुशी खबर प्यारिस राम पई आसुछि धन्यवाद अधिक आलोचना पई।